ଚାଲନ୍ତୁ ଯିବା ଆଜି ଗୋଟେ ପରିବା ଦୋକାନକୁ। ମାଛ ଅଟ ପାଖରେ ଗୋଟେ ପରିବା ଦୋକାନ, ସିଏ ଆଜି ମନ ଦୁଃଖ କରି ବସିଛି। ତାର ଆକ୍ଚୁଆଲି ଆଜି ବେପାର ବି ନାହିଁ, ପୁରା ସବୁ ପରିବା ଭର୍ତ୍ତି କରି ରଖିଛି, କିନ୍ତୁ ତାର ଆଜି ବେପାର ନାହିଁ। ତାର ସବୁଦିନ ବେପାର ହୁଏ, ତାର ଆଜି ବେପାର ନାହିଁ। ଆଜି କଷ୍ଟମର କାହିଁକି ତା କତିକି ଆସୁନାହାନ୍ତି, କ'ଣ ପାଇଁ ଆସୁନାହାନ୍ତି, ଦେଖିବା ତାକୁ ପଚାରିବା। ଚାଲନ୍ତୁ ପ୍ରଥମେ ଦେଖିଦେବା ତା ପରିବା ସବୁ। ତା ପରିବା ଦେଖନ୍ତୁ ପୁରା ପରିପୂର୍ଣ୍ଣ ତା ପରିବା ରହିଛି, କଷ୍ଟମର କେହି ନାହାନ୍ତି। ଯାହା ଖୋଜିବେ ତା ପାଖରେ ସବୁ ପ୍ରକାର ପରିବା ଅଛି। କଲରା ଅଛି, ଫୁଲକୋବି ଅଛି, ବନ୍ଧାକୋବି ଅଛି, କାଙ୍କଡ଼ ଅଛି, ଗାଜର ଅଛି, ସାରୁ ଅଛି, ବୋଇତାଳୁ ବି ଅଛି, ପୋଇ ବି ଅଛି, କ'ଣ ଏଇଟା କହୁଛି ଯେଉଁ ଝୁଡ଼ଙ୍ଗ ବି ଅଛି, ବିଲାତି ଅଛି, ଜହ୍ନି ବି ଅଛି। ଜଣେ ଭଉଣୀ ଆସିଲେ ଏବେ ତାଙ୍କ ଦୋକାନକୁ, ସେ ପରିବାବାଲା ହେଲା ଏଇ ଭାଇ। କ'ଣ ଭାଇ ତୁମ ଦୋକାନ ଆଜି ଇଆଡ଼େ ତୁମ ଦୋକାନ ଆଜି କ'ଣ ଆକ୍ଚୁଆଲି କ'ଣ ବେପାର ନାହିଁ? ଆରେ କହୁନ, ଲାଜ କରୁଛ କାହିଁକି? ଆରେ ଲାଜ କରନି, ଆରେ କୁହ, ଆରେ ଲାଜ କରନି, କୁହ ଲାଜ କରୁଛନ୍ତି। ତାଙ୍କର ଆକ୍ଚୁଆଲି ଆଜି ବେପାର ନାହିଁ, ସିଏ ମନ ଦୁଃଖ କରି ବସୁଛନ୍ତି। ମୁଁ ବି ସେ ଦୋକାନର ଗ୍ରାହକ, କିନ୍ତୁ ମୁଁ କାଲି ନେଇଯାଇଛି ପରିବା। ସେ ଭଉଣୀ ହିଁ ପଚାରୁଛନ୍ତି ଠିକ୍, ଆଜି ବେପାର ନାହିଁ ନା କ'ଣ? କଦଳୀ ବି ଅଛି, ଏ ଭାଇକି ବି ଦେଖ, ଦେଖ ତା ଭେଣ୍ଡି ବି ବଢ଼ିଆ ବଢ଼ିଆ ଭେଣ୍ଡି ସେ ଆଣିଛି। କ'ଣ କରିବା, ସେ ତ ତାର ଲାଜ କରି କଥା ହେଉନି। ପୋଟଳ ବି ବଢ଼ିଆ ପୋଟଳ ଆଣିଛି, ଦେଖୁନାହାନ୍ତି ବଢ଼ିଆ ପୋଟଳ, ବାଡ଼ି ପୋଟଳ ବଢ଼ିଆ ପୋଟଳ ଆଣିଛି। ଧଣିଆ ପତ୍ର ବି ଆଣିଛି, ଧଣିଆ ପତ୍ର ଠିକ୍ ଅଛି। ଦେଖିବା ଭାଇର କେଉଁଦିନ ତାର ମନ ଠିକ୍ ହେଉଛି।